राधे 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 श्रीकृष्ण। आज ହେଉଛି ଏକ ପବିତ୍ର ଦିନ। ଏହି ମାଘ ମାସରେ ଯେକୌଣସି ବ୍ୟକ୍ତି ଯଦି ପ୍ରଭୁ ସୂର୍ଯ୍ୟନାରାୟଣଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ରକୁ ନିଜ କର୍ଣ୍ଣରେ ଶ୍ରବଣ କରନ୍ତି ତାହେଲେ ସବୁକିଛି ପୁଣ୍ୟ ତାଙ୍କୁ ପ୍ରାପ୍ତିତ ହୋଇପାରିବ। ଯେକୌଣସି ବ୍ୟକ୍ତିଙ୍କ ଶରୀରରେ ଯଦି ଯେକୌଣସି ରୋଗ ବା ପୀଡ଼ା ରହିଛି, ଜୀବନରେ ଯଦି ସମସ୍ୟା ଅଧିକରୁ ଅଧିକ ଲାଗି ରହୁଛି, କଳହ ସୃଷ୍ଟି ହେଉଛି ନିଜ ଭୁବନରେ, ତାହେଲେ ମନେ ରଖନ୍ତୁ ଯେକୌଣସି ବି ସମସ୍ୟାକୁ ମଧ୍ୟ ନାଶ କରିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରଭୁ ସୂର୍ଯ୍ୟନାରାୟଣଙ୍କର ଏକ ମହାମନ୍ତ୍ର ଅତ୍ୟଧିକ ପ୍ରିୟ ମନ୍ତ୍ରକୁ ପ୍ରତ୍ୟେକ ବ୍ୟକ୍ତି ଶ୍ରବଣ କରିବା ଦ୍ୱାରା ସବୁକିଛି ବିପଦ ଖଣ୍ଡନ ହୋଇଥାଏ। ଏହା ସତ୍ୟ ଅଟେ। ପ୍ରଭୁ ସୂର୍ଯ୍ୟନାରାୟଣଙ୍କ ଦୟାରୁ ପ୍ରତ୍ୟେକ ବ୍ୟକ୍ତି ଆରୋଗ୍ୟ ପ୍ରାପ୍ତ କରିଥାନ୍ତି। ଆପଣମାନେ ଏକଥା ମଧ୍ୟ ମନେ ରଖନ୍ତୁ, ବ୍ରହ୍ମା ପୁରାଣରେ ଉଲ୍ଲେଖିତ ରହିଛି ଯେକୌଣସି ବ୍ୟକ୍ତି ଯଦି ପ୍ରାତଃ ସମୟରେ ସୂର୍ଯ୍ୟନାରାୟଣଙ୍କୁ ଜଳ ଅର୍ପଣ କରୁଛନ୍ତି ଆସୁଥିବା ଯେକୌଣସି ବି ବାଧାବିଘ୍ନ ଖଣ୍ଡନ ହୋଇଥାଏ, ଆଉ ସବୁକିଛି ରୋଗ ପାପରୁ ମଧ୍ୟ ମୁକ୍ତ ମିଳିଥାଏ। ସେଥିପାଇଁ ପୂର୍ବପୁରୁଷ ଲୋକମାନେ ପ୍ରତ୍ୟେକ ବ୍ୟକ୍ତି ସୂର୍ଯ୍ୟନାରାୟଣଙ୍କୁ ଆଜି ସୁଦ୍ଧା ଜଳ ପ୍ରଦାନ କରି ଆସୁଛନ୍ତି। ଏହା କରିବା ଦ୍ୱାରା ବହୁତ କିଛି ପୁଣ୍ୟପ୍ରାପ୍ତ ହୋଇଥାଏ। ସକାଳ ପାପର ନଷ୍ଟ ହୋଇଥିବା ସଙ୍ଗେ ସଙ୍ଗେ ଦେହର ପୀଡ଼ା ବା ରୋଗ ମଧ୍ୟ ନଷ୍ଟ ହୋଇଥାଏ। ସେଥିପାଇଁ ଆପଣମାନେ ଏହି ଦିନକୁ ବିଲକୁଲ ବି ମଧ୍ୟ ହାତଛଡ଼ା କରନ୍ତୁ ନାହିଁ। ମାଘ ତେଲ ସପ୍ତମୀ ଦିନ ପ୍ରତ୍ୟେକ ବ୍ୟକ୍ତିଙ୍କର ମନସ୍କାମନା ପୂରଣ ହୋଇଯିବ ଯଦି ସେମାନେ ଶ୍ରଦ୍ଧାର ସହିତ ଭକ୍ତିର ସହିତ ସୂର୍ଯ୍ୟନାରାୟଣଙ୍କର ଅତ୍ୟନ୍ତ ପ୍ରିୟ ମନ୍ତ୍ରକୁ ନିଜ କର୍ଣ୍ଣରେ କିଛି କ୍ଷଣ ଶ୍ରବଣ କରନ୍ତି। ସେଥିପାଇଁ ଏହି ଦିନକୁ ଆପଣମାନେ କେବେ ବି ହାତଛଡ଼ା କରନ୍ତୁ ନାହିଁ। ଯଦି କୌଣସି ମନୁଷ୍ୟଙ୍କ ଜୀବନରେ ଯେକୌଣସି ବି ରୋଗ ବା ଶରୀରରେ ଯଦି ପୀଡ଼ା ବା ରୋଗ ରହିଛି, ଋଣର ଭାର ଯଦି ଅଧିକରୁ ଅଧିକ ବଢ଼ିଯାଇଛି, ଶତ୍ରୁ ମଧ୍ୟ ବଢ଼ିଯାଇଛି, ସବୁକିଛିକୁ ଆପଣମାନେ ଯଦି ନଷ୍ଟ କରିବା ପାଇଁ ଚାହୁଁଛନ୍ତି ଏହି ମହାମନ୍ତ୍ର ସୂର୍ଯ୍ୟନାରାୟଣଙ୍କର ମନ୍ତ୍ରକୁ କିଛି କ୍ଷଣ ନିଜ କର୍ଣ୍ଣରେ ଶ୍ରବଣ କରନ୍ତୁ। ସବୁକିଛି ପାପରୁ ମୁକ୍ତ ମିଳିଥାଏ। ଏହି ମନ୍ତ୍ରକୁ ଆପଣମାନେ 11 ଥର ଜପ କରିପାରିବେ, ନହେଲେ 2 ମିନିଟ୍ ମୋବାଇଲ ଦ୍ୱାରା ଶ୍ରବଣ କରିପାରିବେ। ସବୁଥିରେ ଆପଣମାନଙ୍କୁ ପାପ ନିହାତି ନଷ୍ଟ ହେବ। ସେଥିପାଇଁ ଏହି ମହାମନ୍ତ୍ରକୁ ଆପଣମାନେ 11 ଥର ଶ୍ରବଣ କରନ୍ତୁ। ସବୁକିଛି ପାପରୁ ମୁକ୍ତି ମଧ୍ୟ ହୁଅନ୍ତୁ, ସବୁକିଛି ମନସ୍କାମନା ମଧ୍ୟ ପୂରଣ କରନ୍ତୁ। ଚାଲନ୍ତୁ ଜାଣିବା ଶ୍ରଦ୍ଧାରେ ଭକ୍ତିର ସହିତ ସେହି ମହାମନ୍ତ୍ରକୁ ଶ୍ରବଣ କରିବା ସୂର୍ଯ୍ୟନାରାୟଣଙ୍କର ଆଶୀର୍ବାଦକୁ ମଧ୍ୟ ପ୍ରାପ୍ତ କରିପାରିବା। ସେଥିପାଇଁ ପ୍ରତ୍ୟେକ ମନୁଷ୍ୟ ତାଙ୍କର ମନସ୍କାମନା ପୂରଣ କରିବା ପାଇଁ ସୂର୍ଯ୍ୟନାରାୟଣଙ୍କର ମହାମନ୍ତ୍ରକୁ ଅତ୍ୟନ୍ତ ସୁନ୍ଦର ମନ୍ତ୍ରକୁ ଶ୍ରବଣ କରନ୍ତୁ ଶ୍ରଦ୍ଧାରେ ଭକ୍ତିର ସହିତ। ତାହେଲେ ସବୁକିଛି ଜୀବନର ପାପ ମଧ୍ୟ ଧୋଇ ହୋଇଥାଏ ଆଉ ପୁଣ୍ୟ ମଧ୍ୟ ପ୍ରାପ୍ତ ହୋଇଥାଏ। ଓମ୍ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ଆଦିତ୍ୟାୟ ନମୋ ନମଃ। ଓମ୍ ଘୃଣୀ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ରୋଗନାଶାୟ ନମୋ ନମଃ। ଓମ୍ ଧନପ୍ରାପ୍ତାୟ ନମୋ ନମଃ। ଓମ୍ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ସୂର୍ଯ୍ୟଦେବତାୟ ନମୋ ନମଃ। ଓମ୍ ଆଦିତ୍ୟାୟ ନମୋ ନମଃ। ଓମ୍ ଘୃଣୀ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ରୋଗନାଶାୟ ନମୋ ନମଃ। ଓମ୍ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ଆଦିତ୍ୟାୟ ନମୋ ନମଃ। ଓମ୍ ଘୃଣୀ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ରୋଗନାଶାୟ ନମୋ ନମଃ। ଓମ୍ ଧନପ୍ରାପ୍ତାୟ ନମୋ ନମଃ। ଓମ୍ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ସୂର୍ଯ୍ୟଦେବତାୟ ନମୋ ନମଃ। ଓମ୍ ଆଦିତ୍ୟାୟ ନମୋ ନମଃ। ଓମ୍ ଘୃଣୀ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ରୋଗନାଶାୟ ନମୋ ନମଃ। ଓମ୍ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ଆଦିତ୍ୟାୟ ନମୋ ନମଃ। ଓମ୍ ଘୃଣୀ ସୂର୍ଯ୍ୟନାରାୟଣ ନମୋ ନମଃ। ଓମ୍ ରୋଗନାଶାୟ ନମୋ ନମଃ। ଓମ୍ ଧନପ୍ରାପ୍ତାୟ ନମୋ ନମଃ।
सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ धनप्राप्ताय नमो नमः। ॐ सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ धनप्राप्ताय नमो नमः। ॐ सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ धनप्राप्ताय नमो नमः। ॐ सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ धनप्राप्ताय नमो नमः। ॐ सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ धनप्राप्ताय नमो नमः। ॐ सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः।
सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ धनप्राप्ताय नमो नमः। ॐ सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ सूर्यनारायण नमो नमः। ॐ आदित्याय नमो नमः। ॐ घृणीसूर्यनारायण नमो नमः। ॐ रोगनाशाय नमो नमः। ॐ धनप्राप्ताय नमो नमः। ॐ सूर्यनारायण नमो नमः। ॐ सूर्यदेवताय नमो नमः। ॐ आदित्याय नमो नमः। ॐ घृणीसूर्यनारायण